ପିଲାମାନଙ୍କୁ ଆଉ ଥରେ ସ୍ୱାଗତ। ଆପଣମାନଙ୍କୁ ସମସ୍ତଙ୍କୁ ଜେକେଏସ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଜେକେଏସ୍ ମ୍ୟାଥ୍ ୟୁଟ୍ୟୁବ୍ କ୍ଲାସ୍ ଚ୍ୟାନେଲକୁ ସ୍ୱାଗତ। ଜେକେଏସ୍ ମ୍ୟାଥ୍ କ୍ଲାସେସ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଚାଲନ୍ତୁ ପିଲାମାନେ ଆଜି ଆମେ ପଢ଼ିବା ତମ ପଞ୍ଚମ ଶ୍ରେଣୀ ଯେଉଁ ବହି ଅଛି ଭାଷା ମହକ ବହି, ସାହିତ୍ୟ ବହି ଯେଉଁ ଅଛି ଭାଷା ମହକ, ସେ ଭାଷା ମହକରେ ପାଠ 5କୁ ଆମେ ପଢ଼ିବା। ପାଠ 5ର ବିଷୟ କ'ଣ ଅଛି? ଦଳପତି ପଦ ତୁମକୁ ସାଜେ। ଅର୍ଥାତ୍ ଦଳପତି କହିଲେ କ'ଣ ପିଲାମାନଙ୍କୁ? ଦଳେ ଲୋକ ଥିବେ, ତାଙ୍କ ମାନଙ୍କର ଯିଏ ମୁଖିଆ ତାକୁ କୁହାଯାଏ ଦଳପତି ପଦ ତୁମକୁ ସାଜେ। ଅର୍ଥାତ୍ ଦଳପତି ପଦ ଆକୁ ହିଁ ସାଜେ। ତାର ଲେଖକ କିଏ ପିଲାମାନେ? ଡକ୍ଟର ନଟବର ସାହୁ। ହେଲା, ଡକ୍ଟର କହିଲେ ସେ PhD କରିଛନ୍ତି। ସାହିତ୍ୟରେ ଯିଏ PhD କରିଥାଏ ତାର ନାମ ପୂର୍ବରୁ ଡକ୍ଟର ଲାଗେ। ହେଲା, ତାପରେ ଦେଖ କ'ଣ କହିଛି ଏଠି? ବାର ବାର ହୋଇ ଶୁଭୁଛି ଡାକ, ହିରଣ୍ୟକ ହିରଣ୍ୟକ, ମୂଷିକ ରାଜା ହେ ବନ୍ଧୁ ମୋର, ବେଗେ ଆସି ମୋ ଜୀବନର। ବୁଝିପାରିଲ ପିଲାମାନେ? ବାର ବାର ହୋଇ ଶୁଭୁଛି ଡାକ, ହିରଣ୍ୟକ ହିରଣ୍ୟକ, ମୂଷିକ ରାଜା ହେ ବନ୍ଧୁ ମୋର, ବେଗେ ଆସି ଆମ ଜୀବନର। ଅର୍ଥାତ୍ କୋଉମାନେ ବାର ବାର ଡାକୁଛନ୍ତି? ବାର ବାର ମାନେ ବାରମ୍ବାର। ବାର ବାର ହୋଇ ଶୁଭୁଛି ଡାକ, ବାରମ୍ବାର ମାନେ ଡାକ ଶୁଭୁଛି କ'ଣ? ହିରଣ୍ୟକ ହିରଣ୍ୟକ, ମୂଷିକ ରାଜା ହେ ବନ୍ଧୁ ମୋର, ବେଗେ ଆସି ଆମ ଜୀବନର। ଏଇ କପୋତ ମାନେ କ'ଣ କରୁଛନ୍ତି ନା ଡାକୁଛନ୍ତି କାହାକୁ? ତାଙ୍କର ସାଙ୍ଗ ହଉଛି ହିରଣ୍ୟକ। ବାର ବାର ଡାକୁଛନ୍ତି, ଏ ହିରଣ୍ୟକ ହିରଣ୍ୟକ କ'ଣ? ମୂଷିକ ରାଜା ହେ ବନ୍ଧୁ ମୋର, ବେଗେ ଆସି ମୋ ଜୀବନ ଲୋକ। ଅର୍ଥାତ୍ ବାର ବାର ହେଇ ଶୁଭୁଛି, ବାରମ୍ବାର ଗୋଟେ ଡାକ ଶୁଭୁଛି। କ'ଣ ଡାକ ଶୁଭୁଛି ପିଲାମାନେ? ନା ହିରଣ୍ୟକ ହିରଣ୍ୟକ ବୋଲି। ହିରଣ୍ୟକ ହିରଣ୍ୟକ, ମୂଷିକ ରାଜା ହେ ବନ୍ଧୁ ମୋର। ମୂଷା ମାନଙ୍କର ରାଜା ହଉଛୁ ବନ୍ଧୁ ମୋର, ବେଗେ ଆସି ଆମ ଜୀବନ ରଖ, ଶୀଘ୍ର ଆସି ଆମ ଜୀବନ ରକ୍ଷା କର। ଏଇମାନେ ଡାକୁଛନ୍ତି, ଦେଖୁଛନ୍ତି ପିଲାମାନେ, ଏଇ କପୋତ ମାନେ ଡାକୁଛନ୍ତି କ'ଣ? ବାର ବାର ହୋଇ ଡାକୁଛନ୍ତି, ଏ ହିରଣ୍ୟକ ହିରଣ୍ୟକ, ମୂଷିକ ରାଜା ବନ୍ଧୁ ମୋର, ମୂଷିକ ରାଜା ବନ୍ଧୁ, ଶୀଘ୍ର ଆସି ଆମ ଜୀବନ ରକ୍ଷା କର। ତାପରେ କ'ଣ ହଉଛି? ଇଏ ଦେଖିଲେ ପିଲାମାନେ? ହଁ, ତାପରେ କ'ଣ ହଉଛି ଦେଖିବା? ଶୁଣି ଏଇ ଡାକ ମୂଷିକ ରାଜା, ବାହାରକୁ ଆସି ହୋଇଲେ ଉଭା, ଦଳ ବଳ ସହ କପୋତ ରାଜା, ଦଶା ଦେଖି ସେତ ହୋଇଲେ ଖାପ। ଶୁଣି ଏଇ ଡାକ ମୂଷିକ ରାଜା, ବାହାରକୁ ଆସି ହୋଇଲେ ଉଭା, ଦଳ ବଳ ସହ କପୋତ ରାଜା, ଦଶା ଦେଖି ସେ ତ ହୋଇଲେ କାବା। ହେଲା କି? ଦେଖ ପିଲାମାନେ, ଏଠି ଶୁଣି ଏଇ ଡାକ ଶୁଣି ଏଇ ଡାକ ମୂଷିକ ରାଜା ଏଇ ଡାକକୁ କ'ଣ କଲେ? ଶୁଣିଲେ। ବାହାରକୁ ଆସି ହୋଇଲେ ଉଭା, ବାହାରକୁ ଆସି ହୋଇଲେ ଉଭା ମାନେ ବାହାରକୁ ଆସି ସେ ଦେଖା ଦେଲେ। ଦଳ ଦଳ ସହ କପୋତ ରାଜା ମାନେ ଦଳ ଦଳ ହେଇକି, ଦେଖ କପୋତ ମାନଙ୍କର ରାଜା ଦଳ ଦଳ ହେଇକି ଅଛନ୍ତି। ଦଶା ଦେଖି ସେ ତା ହୋଇଲେ କାବା, ସେମାନଙ୍କର ଯୋଉ କପୋତ ମାନଙ୍କର ଦଶା ଦେଖିକି ସିଏ କ'ଣ ହେଇଗଲେ? ମୂଷିକ ରାଜା କାବା ହେଇଗଲେ। କପୋତ ରାଜନ କହିଲେ ସଖା, ଯାଇଥିଲୁ ବନ ପଥରେ ଉଡ଼ି, ପଡ଼ିଗଲୁ ଆମେ ବାଣୁଆ ଜାଲେ, କୁଦୁରୁ କଣିକା ଲୋଭରେ ପଡ଼ି। କପୋତ ରାଜନ କହିଲେ ସଖା, ଯାଇଥିଲୁ ବନ ପଥରେ ଉଡ଼ି, ପଡ଼ିଗଲୁ ଆମେ ବାଣୁଆ ଜାଲେ, କୁଦୁରୁ କଣିକାର ଲୋଭରେ ପଡ଼ି। ଅର୍ଥାତ୍ କପୋତର ରାଜା କହିଲେ, କପୋତର ଯିଏ ରାଜା ସେ କହିଲେ, କପୋତ ରାଜନ କହିଲେ ସଖା ମାନେ କିଏ ପିଲାମାନେ? ଏଠି ତାଙ୍କର ହିରଣ୍ୟକ, ମୂଷା ରାଜା। ଯାଇଥିଲୁ ବନ ପଥର ଉଡ଼ି, ଯାଇଥିଲୁ ଆମେ କୋଉଠିକି? ବନ ମାନେ ଜଙ୍ଗଲ ପଥର ଉଡ଼ିକି ଯାଉଥିଲୁ, ପଡ଼ିଗଲୁ ଆମେ ବଣୁଆ ଜାଲେ। କାହା ଜାଲରେ ପଡ଼ିଗଲେ ପିଲାମାନେ? ଶିକାରୀର ଜାଲରେ ସେମାନେ ପଡ଼ିଗଲେ। କୁଦୁରୁ କଣିକା ଲୋଭରେ ପଡ଼ି, କାହିଁକି ପଡ଼ିଗଲେ ପିଲାମାନେ? କୁଦୁରୁ କଣିକା ଲୋଭରେ କିଏ ପଡ଼ିଗଲେ, କୁଦୁରୁ କଣିକା ଖାଇବା ଲୋଭରେ ପଡ଼ିକି ସେମାନେ ସେ ବଣୁଆ ଜାଲରେ ପଡ଼ିଗଲେ। ହେଲା, ନଥିଲା ଉପାୟ ଆମର ଆଉ, ପରାଣ ବିକଳ ସରବେ ମିଳି, ଜାଲରେ ସହିତ ଆସିଛୁ ଉଡ଼ି, ମରଣ ଭୟ ଦେବାକୁ ଟାଳେ। ଅର୍ଥାତ୍ ନଥିଲା ଉପାୟ ଆମର ଆଉ, ପରାଣ ବିକଳେ ସରବେ ମିଳି, ଜାଲ ସହିତରେ
ଆସିଛି ଉଡ଼ି ମରଣର ଭୟ ଦେବାକୁ ଟାଳେ। ନଥିଲା ଉପାୟ ଆମର ଆଉ। ମାନେ ସେ ଯୋଉ କପଟ ମାନଙ୍କର ଉପାୟ ଆଉ କିଛି ନଥିଲା। ପରାଣ ବିକଳେ ସର୍ବେ ମଳି। ହେଲା। ପ୍ରାଣ ବିକଳରେ ଆମେ ସର୍ବେ ମିଳି ମାନେ ମିଶିଗଲୁ। ମାନେ ଏକତ୍ର ହେଲୁ। ଜାଲ ସହିତ ଆସିଛୁ ଉଡ଼ି। ଜାଲ ସହିତ ସେମାନେ କଣ ଆସିଛନ୍ତି? ଉଡ଼ି ଆସିଛନ୍ତି। ପ୍ରାଣ ବିକଳରେ ସେମାନେ ସର୍ବେ ପରାଣ ବିକଳରେ ସର୍ବେ ମିଳି। ଅର୍ଥାତ୍ ପ୍ରାଣ ବିକଳରେ ସେମାନେ ସବୁ କଣ ହେଇଗଲେ? ଏକତ୍ର ହେଇଗଲେ। ଜାଲ ସହିତ ଆସିଛୁ ଉଡ଼ି। ଜାଲ ସହକାରେ ଜାଲ ସହିତ ସେମାନେ କଣ କଲେ? ଉଡ଼ି କରିକି ଆସିଛନ୍ତି। ହେଲା କି? ମରଣ ଭୟ ଦେବାକୁ ଟାଳି। ମରଣର ଭୟ ସେମାନଙ୍କୁ ଟାଳି ଦେବା ପାଇଁ ଆସିଛନ୍ତି। ବୁଝିଲା ନା? ମରଣର ଭୟକୁ ସେମାନେ ଯୋଉ ଜାଲରେ ପଡ଼ି ଯାଇଛନ୍ତି, କାଲେ ତାଙ୍କ ଶିକାରୀ ବାନ୍ଧିକି ମାରିଦବ, ସେଇ ବିକଳରେ ସେମାନେ ସେଇ ଜାଲ ସହିତ ଉଡ଼ିବାକୁ ଆସିଅଛନ୍ତି। ହେଲା। ମରଣ ଭୟ ଦେବାକୁ ଟାଳେ। ମାନେ ତାଙ୍କ ଯୋଉ ମରିବାର ଭୟ ଯୋଉ ଭାଙ୍ଗିବା ପାଇଁ କାହା ପାଖକୁ ଆସିଛନ୍ତି? ହିରଣ୍ୟକ ରାଜା ପାଖକୁ। ମୋର ଅନୁଗତ କପଟ ଦଳେ ତୁମେଇ ପାରିବ ମୁକ୍ତି କରି, ମୂଷିକ ରାଜା ମୋ ବାଲ୍ୟ ସଖା ଆମଠି କରୁଣା ବର୍ଷା କରି। ହେଲା। ମୋର ଅନୁଗତ କପଟ ଦଳେ ତୁମେଇ ପାରିବ ମୁକ୍ତ କରି, ମୂଷିକ ରାଜା ମୋ ବାଲ୍ୟ ସଖା ଆମଠି କରୁଣା ବର୍ଷା କରି। ମୋର ଅନୁଗତ କପଟ ଦଳେ ମାନେ ମୋର ଅନୁସାରେ, ଅନୁଗତ କହିଲେ ତାଙ୍କ ଅନୁସାରେ, ମାନେ ତାଙ୍କ ଅନୁସାରେ ବା ସିଏ ହଉଛନ୍ତି ଯେହେତୁ କପଟ ମାନଙ୍କ ରାଜା, ତାଙ୍କ ଅନୁସାରେ ସେମାନେ କଣ କଲେ? କପଟ ଦଳେ ତୁମେଇ ପାରିବ କପଟ ଦଳେ ମୋର ଅନୁସାରେ ତୁମ ପାଖକୁ ଆସୁଛନ୍ତି ମୁକ୍ତ କରିବା ପାଇଁ। ହେଲା। ତୁମେ ମୁକ୍ତି କରିପାରିବ। ମୋର ଅନୁଗତ କପଟ ଦଳ ମାନେ ତାଙ୍କର ସିଏ ହଉଛନ୍ତି ରାଜା, ତାଙ୍କର ଅନୁଗତ ମାନେ କପଟ ମାନେ ଅନ୍ୟମାନେ ହଉଛନ୍ତି ପ୍ରଜା। ତାଙ୍କୁ ଅନୁସରଣ କରିକି କପଟ ଦଳେ ତୁମେ ହିଁ ପାରିବ ମୁକ୍ତ କରି। କିଏ ପାରିବ ମୁକ୍ତ କରିକି ପିଲାମାନେ? ତୁମେ ହିଁ ମାନେ ମୂଷିକ ରାଜା ମୁକ୍ତ କରି ପାରିବେ। ମୂଷିକ ରାଜା ମୋ ବାଲ୍ୟ ସଖା। ମୂଷିକ ରାଜା ହଉଛନ୍ତି କଣ? ମୋର ବାଲ୍ୟ ସଖା। କାହାର? ସେଇ କପଟ ରାଜାଙ୍କର। ଆମଠି କରୁଣା ବର୍ଷା କରି। ତୁମେ କଣ କର? ଆମଠାରେ କରୁଣା ଟିକେ ବର୍ଷା କର। ଏହା ଶୁଣି ସାରି ହିରଣ୍ୟକ ବନ୍ଧୁ ନିକଟ ଗଲେ ସେ ଧାଇଁ, ଜାଲ କାଟି ନିଜ ମିତକୁ ଆଗ ବନ୍ଧନୁ ମୁକତି କରିବା ପାଇଁ। ହେଲା। ଏହା ଶୁଣି ସାରି ହିରଣ୍ୟକ ବନ୍ଧୁ ନିକଟକୁ ଗଲେ ସେ ଧାଇଁ, ଜାଲ କାଟି ନିଜ ମିତକୁ ଆଗ ବନ୍ଧନୁ ମୁକତି କରିବା ପାଇଁ। ଏହା ଶୁଣିକି, ଏଇ କଥା ଶୁଣିକି ହିରଣ୍ୟକ ମୂଷିକ ରାଜା କଣ କଲେ? ବନ୍ଧୁ ନିକଟକୁ ସେ ଧାଇଁକି ଗଲେ, ଆଉ ଜାଲ କାଟି ନିଜ ମିତକୁ ଆଗେ କଣ ମୁକ୍ତ କରିବା ପାଇଁ ଗଲେ। ଏହା ଶୁଣିକରି କଣ କଲେ? ସେ ମୂଷିକ ରାଜା ତାଙ୍କ ବନ୍ଧୁ ନିକଟକୁ ଧାଇଁ ଗଲେ, ଆଉ କଣ ସର୍ବପ୍ରଥମେ କଣ କରିବା ପାଇଁ? ଯେ ନିଜ ସାଙ୍ଗକୁ ଆଗ ମୁକ୍ତ କରିବା ପାଇଁ। କୋଉଥିରୁ? ବନ୍ଧନରୁ। ଏହା ଦେଖି ତହୁଁ କପଟ ରାଜା ମିତକୁ କହିଲେ ବିନୀତ ହବନି, ବିନତି ହୋଇ। ହେଲା। ଏହା ଦେଖି ତହୁଁ କପଟ ରାଜା ମିତଙ୍କୁ କହିଲେ ବିନୀତ ହୋଇ, ପରାଜକୁ ଆଗ ମୁକ୍ତ କର ମୋ ଫାଶ କାଟିବ ଶେଷରେ ଭାଇ। ଅର୍ଥାତ୍ ଏହା ଦେଖିକି ତହୁଁ କପଟ ରାଜା, ଏହାକୁ ଯେତେବେଳେ ମୂଷା ବା ମୂଷିକ ରାଜା କପଟ ପାଖକୁ ଧାଇଁ ଗଲେ, ତାଙ୍କ ରାଜା କପଟ ରାଜା ପାଖକୁ ଧାଇଁ ଗଲେ। ହେଲା। ମିତକୁ କହିଲେ ବିନୀତ ହୋଇ, ତାଙ୍କ ମିତ ଅର୍ଥାତ୍ ସେଇ ମୂଷାକୁ କହିଲେ, ମାନେ ଗୁହାରି କରି କହିଲେ, କଣ କହିଲେ? ପରାଜକୁ ଆଗ ମୁକ୍ତ କର। ଅର୍ଥାତ୍ ତାଙ୍କ ତଳେ ଯୋଉ ଅଛନ୍ତି ପ୍ରଜା ମାନଙ୍କୁ ସେମାନେ କଣ କର? ମୁକ୍ତ କର। ଅନ୍ୟ କପଟ ମାନଙ୍କୁ ମୁକ୍ତ କର, ମୋ ଫାଶ କାଟିବ ଶେଷରେ। ତାହେଲେ ମୋ ନିଜ ଫାଶକୁ ଶେଷରେ କାଟିବ। ହିରଣ୍ୟକ ହସି କହିଲେ ସଖା, ଅଳ୍ପ ଶକତି କ୍ଷୀଣ ମୋ ଦେହ, ସବୁ କପଟର କାଟିବ ଫାଶ, କିପରି ପାରିବି ତୁମେ ଯେ କୁହ। ହିରଣ୍ୟକ ହସି କହିଲେ କଣ? ହିରଣ୍ୟକ ହସି କହିଲେ ସଖା, ଅଳ୍ପ ଶକତି କ୍ଷଣ ମୋ ଦେହ, ସବୁ କପଟର କାଟିବ ଫାଶ, କିପରି ପାରିବ ତୁମେ ଯେ କୁହ। ହିରଣ୍ୟକ ହସି କଣ କହିଲେ? ତାଙ୍କ ବନ୍ଧୁକୁ। ହିରଣ୍ୟକ ହସି କହିଲେ ସଖା। ହିରଣ୍ୟକ ହସି କରି ତାଙ୍କ ବନ୍ଧୁ, ସଖା ଅର୍ଥାତ୍ ବନ୍ଧୁ କାହାକୁ କହିଲେ? କିଏ ବନ୍ଧୁ? ପିଲାମାନେ କପଟ ରାଜା ତାଙ୍କୁ କହିଲେ ଅଳ୍ପ ଶକ୍ତି କ୍ଷଣ ମଧ୍ୟ, ମାନେ ତାଙ୍କ ଶରୀରରେ ଅଳ୍ପ ଶକ୍ତି ଅଛି। ହେଲା। ତାଙ୍କ ଦେହରେ ଅଳ୍ପ ଶକ୍ତି ଅଛି। ହେଲା। ସବୁ କପଟର କାଟିବ ଫାଶ, ଅର୍ଥାତ୍ ସବୁ କପଟ ମାନଙ୍କର କଣ ଫାଶ କାଟିବି। କିପରି ପାରିବି ତୁମେ ଯେ କୁହ।
ମୋ ଦେହରେ ତ ଅଳ୍ପ ଶକ୍ତି ଅଛି ହେଲା। ମୂଷିକ ରାଜା ତାଙ୍କ ସାଙ୍ଗକୁ କହିଲେ ମୋ ଦେହରେ ତ ଅଳ୍ପ ଶକ୍ତି ଅଛି, ତୁମେ କୁହ ତୁମ ସବୁ କପୋତ ମାନଙ୍କର ଫାଶ କେମିତି କାଟି ପାରିବି ତୁମେ କୁହ। ତାପରେ କଣ କହୁଛନ୍ତି ଶୁଣ। ତୁମେ ଦଳପତି ବନ୍ଧୁ ମୋର, କହିଲେ ତୁମକୁ ଦେବି ମୁକତି, ତାପରେ କାଟିବି କାଟିବି ପାରିବି ଯେତେ, ଦେହ ଥିବା ଯାଏ ମୋର। ତୁମେ ଦଳପତି ବନ୍ଧୁ ମୋର, କହିଲେ ତୁମକୁ ଦେବି ମୁକତି, ତାପରେ କାଟିବି ପାରିବି ଯେତେ, ଦେହ ଥିବ ଦେହ ଥିବା ଯାଏ ମୋର ଶପଥ। ଅର୍ଥାତ୍ ତୁମେ ଦଳପତି ବନ୍ଧୁ ମୋର, ଅର୍ଥାତ୍ କିଏ କହୁଛି ପିଲାମାନେ? ହିରଣ୍ୟକ କହୁଛି କାହାକୁ? ତାର ସାଙ୍ଗ କପୋତ ରାଜାକୁ। ତୁମେ ଦଳପତି ବନ୍ଧୁ, ତୁମେ ହଉଛ ଦଳପତି, ତୁମେ ହଉଛ ମୋର ସାଙ୍ଗ, କହିଲି ତୁମକୁ ଦେବି ମୁକତି। କହିଲେ ତୁମକୁ ଦେବି ମୁକତି, ଅର୍ଥାତ୍ ପ୍ରଥମେ ତୁମକୁ କଣ କରିବି? ମୁକ୍ତ କରିବି। ତାପରେ କାଟିବି ପାରିବି ଯେତେ, ତାପରେ ପ୍ରଥମେ ତୁମକୁ ମୁକ୍ତ କରିବି, ତାପରେ ଯେତେ ପର୍ଯ୍ୟନ୍ତ କାଟିପାରିବି କାଟିବି। ଦେହ ଥିବା ଯାଏ ମୋର ଶକ୍ତି, ଯେତେ ପର୍ଯ୍ୟନ୍ତ ମୋ ଦେହର ଶକ୍ତି ଅଛି ସେତେ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ କାଟିବି। ହେଲା କି? ତାପରେ କଣ କହିଛି? ଆଶ୍ରିତ ଜନ ରକ୍ଷା ପାଇଁ ଦଳପତି ସିନା ସାଜିଛି ମୁହିଁ, ତାଙ୍କ ପାଇଁ ପଛେ ଜୀବନ ଯାଉ ସେଥିପାଇଁ ମୋର ଭାବନା ନାହିଁ। ଆଶ୍ରିତ ଜନ ରକ୍ଷା ପାଇଁ ଦଳପତି ସିନା ସାଜିଛି ମୁହିଁ, ତାଙ୍କ ପାଇଁ ପଛେ ଜୀବନ ଯାଉ ସେଥିପାଇଁ ମୋର ଭାବନା ନାହିଁ। ଆଶ୍ରିତ ଜନ ରକ୍ଷା ପାଇଁ ଦଳପତି ସିନା ସାଜିଛି ମୁହିଁ, ଅର୍ଥାତ୍ ଦଳପତି କି ପାଇଁ ସାଜିଛି ମୁଁ? ଯେ ମୋ ତଳେ ଯେଉଁମାନେ ଆଶ୍ରୟ ଅଛନ୍ତି, ଯେଉଁ ପ୍ରଜାମାନେ ମୋ ତଳେ ଆଶ୍ରୟ ନେଉଛନ୍ତି, ସେଥିପାଇଁ ସିନା ମୁଁ ଦଳପତି ସାଜିଛି। ତାଙ୍କ ପାଇଁ ପଛେ ଜୀବନ ଯାଉ, ସେମାନଙ୍କ ପାଇଁ, ଅର୍ଥାତ୍ ଅନ୍ୟ କପୋତ ମାନଙ୍କ ପାଇଁ ମୋର ମଧ୍ୟ ଜୀବନ ଯାଉ ସେଥିପାଇଁ ମୋର ଭାବନା, ସେଥିପାଇଁ ମୋର ଟିକେ ଦୁଃଖ କି କଷ୍ଟ ନାହିଁ। ବୁଝିପାରିଲେ ପିଲାମାନେ? ହଁ। କପୋତ ବଚନ ଶୁଣି, ସରି, କପୋତ ରାଜନ ବଚନ ଶୁଣି ହିରଣ୍ୟକ ହସି କହିଲେ ତେଜେ, ଆଦର୍ଶ ତୁମ ଧନ୍ୟ ସଖା, ଦଳପତି ପଦ ତୁମକୁ ସାଧେ। କପୋତ ରାଜନ ବଚନ ଶୁଣି ହିରଣ୍ୟକ ହସି କହିଲେ ତେଜେ, ଆଦର୍ଶ ତୁମ ଧନ୍ୟ ସଖା, ଦଳପତି ପଦ ତୁମକୁ ସାଧେ। କପୋତ ରାଜନଙ୍କର ତାଙ୍କ କଥା ଶୁଣି ହିରଣ୍ୟକ ହସି କହିଲେ, ଶୀଘ୍ର ତେଜେ ମାନେ ଶୀଘ୍ର କହିଲେ, ଆଦର୍ଶ ତୁମ ଧନ୍ୟ ସଖା, ତୁମର ଯୋଉ ଆଦର୍ଶ ଅଛି, ଯେ କଣ ଆଦର୍ଶ ଅଛି ପିଲାମାନେ? ଯେ ମୋ ଜୀବନ ମଧ୍ୟ ଯାଉ, ମୋର ପ୍ରଜା ମାନଙ୍କ ଜୀବନ ବଞ୍ଚୁ। ଆଦର୍ଶ ତୁମ ଧନ୍ୟ ସଖା ଦଳପତି ପଦ, ସେଥିପାଇଁ ଦଳପତି ପଦ ତୁମକୁ ସାଧେ। ସେଥିପାଇଁ ବହିର ତାର ପାଠର ନାଁ କଣ? ଦଳପତି ପଦ ତୁମକୁ ସାଧେ। ତାପରେ ଯିବା ପିଲାମାନେ ପ୍ରଶ୍ନ ଆଡକୁ। ଆସ କଥା ହବା। କଣ କଥା ହବା ପିଲାମାନେ? କପୋତ ରାଜାଙ୍କ କେଉଁ ବିଶେଷ ଗୁଣ ଗୁଡିକୁ ତୁମକୁ ଭଲ ଲାଗେ? କୋଉ ବିଶେଷ ଗୁଣ ଭଲ ଲାଗେ ପିଲାମାନେ? ଯେ ପ୍ରଜାମାନଙ୍କର ଜୀବନ ବଞ୍ଚେଇବା, ପ୍ରଜାମାନଙ୍କର ଜୀବନ ବଞ୍ଚାଇବା, ଜୀବନ ବଞ୍ଚାଇବା। କଣ? ପ୍ରଜାମାନଙ୍କର ଜୀବନ ବଞ୍ଚାଇବା, ପ୍ରଜାମାନଙ୍କୁ ସାହାଯ୍ୟ କରିବା, ପ୍ରଜାମାନଙ୍କୁ କଣ କରିବା? ସାହାଯ୍ୟ କରିବା। କୋଉଥିରୁ? ବିପଦରୁ ସାହାଯ୍ୟ କରିବା, ହେଲା। ବିପଦରୁ ହବ, ବିପଦରୁ ସାହାଯ୍ୟ କରିବା। ଏଇ ଗୁଣ ଗୁଡିକ ମତେ ଭଲ ଲାଗେ। ହିରଣ୍ୟକ କପୋତ ରାଜା ପ୍ରଥମେ ବନ୍ଧନ ମୁକ୍ତ କରିବା ପାଇଁ ଚାହୁଁଥିଲେ, କିନ୍ତୁ କପୋତ ରାଜା ମନା କରିବାର କାରଣ କଣ? କପୋତ ରାଜା କାହିଁକି ମନା କରିଥିଲେ ପିଲାମାନେ? କାହିଁକି ମନା କଲେ? ହିରଣ୍ୟକ କପୋତ ରାଜାକୁ ପ୍ରଥମେ ବନ୍ଧନ ମୁକ୍ତ କରିବା ପାଇଁ ଚାହୁଁଥିଲେ, କିନ୍ତୁ କପୋତ ରାଜା ମନା କରିବାର କାରଣ କଣ? କାରଣ ସେ ଦଳପତି ଥିଲେ, ହେଲା। ଦଳପତି ଥିଲେ। ତ ଦଳପତିର କାମ ହଉଛି ସେଥିପାଇଁ ତ
ଦଳପତିର କାମ ପ୍ରଥମେ ପ୍ରଜାମାନଙ୍କୁ ରକ୍ଷା କରିବା। ପ୍ରଥମେ ପ୍ରଜାମାନଙ୍କୁ ରକ୍ଷା କରିବା ବା ଦଳପତି ବା ରାଜାଙ୍କର କାମ ବି ହବ ହେଲା। ଦଳପତିର କାମ ପ୍ରଥମେ ପ୍ରଜାମାନଙ୍କୁ ରକ୍ଷା କରିବ। ପ୍ରଜାମାନଙ୍କୁ ରକ୍ଷା କରିବା। ସେଥିପାଇଁ ସିଏ କ'ଣ କଲେ? ସେଥିପାଇଁ କପୋତ ରାଜା ହିରଣ୍ୟକୁ ମନା କରିଦେଲେ। ସେଥିପାଇଁ କପୋତ ରାଜା ହିରଣ୍ୟକୁ ମନା କରିଦେଲେ। ବୁଝିପାରିଲ ପିଲାମାନେ? ଏଇଟା ହେଉଛି ଆସ କଥା ହେବା ଏଇଠି। କେଉଁ ସବୁ ଭଲ ଗୁଣଗୁলো ନିରନ୍ତର ଅଭ୍ୟାସ କରି ତୁମେ ନିଜକୁ ଅଧିକ କୁଶଳୀ କରିପାରିବ? କୋଉ ଭଲ ଗୁଣ ଗୁଡ଼ିକ ପିଲାମାନେ? ତୁମେ କୋଉ ଦିନ ଅନ୍ୟକୁ ସାହାଯ୍ୟ କରିବ ହେଲା, ଅନ୍ୟକୁ ସାହାଯ୍ୟ କରିବ, ମିଛ କହିବ ନାହିଁ, ମିଛ କହିବ ନାହିଁ, ମିଛ କହିବ ନାହିଁ ହେଲା। ସମୟାନୁବର୍ତ୍ତିତା ହବ। ସମୟ ଅନୁସାରେ ତୁମେ କ'ଣ କରିବ? ସମୟାନୁବର୍ତ୍ତିତା। ଏଇ ସବୁ ଭଲ ଗୁଣ ନିରନ୍ତର ଅଭ୍ୟାସ କରି ତୁମେ ନିଜକୁ ଅଧିକ କ'ଣ କରିପାରିବ? ଶକ୍ତିଶାଳୀ କରିପାରିବ। ଯଦି ହିରଣ୍ୟକ ନଥାନ୍ତା ତେବେ କପୋତ ଦଳ ନିଜ ଜୀବନ ବଞ୍ଚାଇବା ପାଇଁ କ'ଣ କରିଥାନ୍ତେ? ଯଦି ହିରଣ୍ୟକ ନଥାନ୍ତା ତେବେ କପୋତ ଦଳ ନିଜ ଜୀବନ ବଞ୍ଚାଇବା ପାଇଁ କ'ଣ କରିଥାନ୍ତେ ପିଲାମାନେ? ଯଦି ହିରଣ୍ୟକ ତାଙ୍କ ସାଙ୍ଗ ନଥାନ୍ତା ତେବେ କପୋତ ଦଳ ବଞ୍ଚାଇବା ପାଇଁ କ'ଣ କରିଥାନ୍ତେ? କ'ଣ କରିଥାନ୍ତେ ବୋଲି ତୁମେ ଭାବୁଛ? ଯଦି ହିରଣ୍ୟକ ନଥାନ୍ତା ସେମାନେ ତାଙ୍କ କପୋତ ଦଳ ନିଜ ଜୀବନ ବଞ୍ଚାଇବା ପାଇଁ ସେମାନେ କାହା ପାଖକୁ ଯାଇଥାନ୍ତେ ପିଲାମାନେ? ସେମାନେ କାଠ ଖୁମ୍ପା ପକ୍ଷୀ ପାଖକୁ ଯାଇଥାନ୍ତେ। କାଠ ଖୁମ୍ପା ପକ୍ଷୀ ପାଖକୁ ଯାଇଥାନ୍ତେ ବା ଏମିତିକା ପଶୁ ପାଖକୁ ଯାଇଥାନ୍ତେ ଯିଏକି ତାଙ୍କର କ'ଣ ଜାଲକୁ କାଟି ପାରିବ ହେଲା। ଦୁଇଟା ହେଇପାରିବ। ତାପରେ ଦେଖ ପାଠରୁ ଦଳେ କେତେକ ପ୍ରଶ୍ନ ଏବଂ ଉତ୍ତର ଦିଆଯାଇଛି। ପ୍ରଶ୍ନର ଉପଯୁକ୍ତ ଉତ୍ତର ପାଖରେ ତାରା ଚିହ୍ନ ଦିଅ। କେଉଁ ସ୍ଥାନରେ ବଣୁଆ ଜାଲ ଟାଣିଥିଲା? କୋଉ ସ୍ଥାନରେ ପିଲାମାନେ? ଜଙ୍ଗଲରେ। କୋଉଠିରେ ପିଲାମାନେ? ଏଠି ଷ୍ଟାର ଚିହ୍ନ ବନେଇବ। ଜଙ୍ଗଲରେ ହେଲା। ହିରଣ୍ୟକ କିଏ ପିଲାମାନେ? ହିରଣ୍ୟକ କିଏ ପିଲାମାନେ? ମୂଷିକ ରାଜା। ହିରଣ୍ୟକ ହେଉଛି ମୂଷିକ ରାଜା। କପୋତ ମାନେ କିପରି ନିଜ ପ୍ରାଣକୁ ବଞ୍ଚାଇବା ପାଇଁ ଉଦ୍ୟମ କଲେ? କିପରି ପିଲାମାନେ? ଏକାଠି ଜାଲ ଧରି ଉଡ଼ିଗଲେ। କ'ଣ କଲେ? ଏକାଠି ଜାଲ ଧରିକି ସେମାନେ କ'ଣ କରି ଉଡ଼ିଗଲେ। କପୋତ ମାନେ ଏପରି ଦଶା ଭୋଗିଲେ କାହିଁକି? କହିକି ଭୋଗିଲେ ପିଲାମାନେ? ଖୁଦୁରୁକଣିକା ଲୋଭରେ। କାହା ଲୋଭରେ ପିଲାମାନେ? ଖୁଦୁରୁକଣିକାର ଲୋଭରେ। ତାପରେ ଦେଖ, ଚିନ୍ତା କରି ଲେଖ। ତଳେ ପ୍ରଶ୍ନ ଗୁଡ଼ିକ ଉତ୍ତର ଲେଖ। ଯଦି କପୋତ ମାନେ ଏକମନ ହୋଇ ନଥାନ୍ତେ ତେବେ କ'ଣ କରିଥାନ୍ତେ? ତେବେ କ'ଣ ହେଇଥାନ୍ତେ ପିଲାମାନେ? ତେବେ କ'ଣ ହେଇଥାନ୍ତେ? ତେବେ ଶିକାରୀ କପୋତ ମାନଙ୍କୁ ଧରି ନେଇଯାଇଥାନ୍ତା ହେଲା। ଯଦି କପୋତ ମାନେ ଏକମନ ହୋଇ ନଥାନ୍ତେ ତେବେ କ'ଣ କରିଥାନ୍ତେ? ଯଦି କପୋତ ମାନେ ଏକମନ ହୋଇ ନଥାନ୍ତେ ତେବେ କ'ଣ? ତେବେ ଶିକାରୀ କପୋତ ମାନଙ୍କୁ ଧରି ନେଇଯାଇଥାନ୍ତେ ହେଲା। ଶିକାରୀ ଜାଲ ବିଛାଇଥିଲା କାହିଁକି? ଶିକାରୀ କାହିଁକି ଜାଲ ବିଛାଇବ? ଶିକାରୀ କପୋତ ମାନଙ୍କୁ ଧରିବା ପାଇଁ କପୋତ ମାନଙ୍କୁ ବା ପକ୍ଷୀ ମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ହେଲା। କପୋତ ମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ହେଲା।
ଯଦି କପୋତମାନେ ଜାଲରୁ ମୁକ୍ତ ହୋଇନଥାନ୍ତେ ତାହେଲେ କି ଅସୁବିଧା ହେଇଥାନ୍ତା? ଯଦି କପୋତମାନେ ଜାଲରୁ ମୁକ୍ତ ହୋଇନଥାନ୍ତେ ତାହେଲେ କ'ଣ ହେଇଥାନ୍ତା? କି ଅସୁବିଧା ହେଇଥାନ୍ତା? ଯଦି କପୋତମାନେ ଜାଲରୁ ମୁକ୍ତ ହୋଇନଥାନ୍ତେ ତାହେଲେ ସବୁ କପୋତ ମରିଯାଇଥାନ୍ତେ। ତାହେଲେ ସେମାନେ ଅର୍ଥାତ୍ କୋଉମାନେ? କପୋତମାନେ। ତାହେଲେ କପୋତମାନେ ବା ସେମାନେ ମରିଯାଇଥାନ୍ତେ। ହେଲା। ହିରଣ୍ୟକ ପରି ଜଣେ ଉପକାର ବନ୍ଧୁ ହେବା ପାଇଁ ତୁମେ କ'ଣ କରିବ? ହିରଣ୍ୟକ ଯେମିତି ତାଙ୍କର ବିପଦ ବେଳେ ତାଙ୍କ ସାଙ୍ଗକୁ ସାହାଯ୍ୟ କଲା, ତୁମେ କ'ଣ କରିବ? ଆମେ କ'ଣ କରିବା ପିଲାମାନେ? ମୁଁ ମଧ୍ୟ ଅନ୍ୟର ବିପଦ ସମୟରେ ସାହାଯ୍ୟ କରି ମୁଁ ମଧ୍ୟ ଅନ୍ୟର ବିପଦ ସମୟରେ ସାହାଯ୍ୟ କରିବି। କ'ଣ କରିବି? ସାହାଯ୍ୟ କରିବି। ହେଲା। ତାପରେ ଦେଖ ପିଲାମାନେ, ଅନୁମାନ କରତେ କହିଛି, କଳ୍ପନା କରତେ। ଯଦି ହିରଣ୍ୟକ କପୋତ ରାଜା ଡାକ ଶୁଣି ନଥାନ୍ତେ ତେବେ କ'ଣ ହୋଇଥାନ୍ତା? ଅନୁମାନ ବା କଳ୍ପନା କର। ଯଦି ହିରଣ୍ୟକ କପୋତ ରାଜାଙ୍କ ଡାକ ଶୁଣି ନଥାନ୍ତେ ତେବେ କ'ଣ ହୋଇଥାନ୍ତା? ତେବେ କ'ଣ ହେଇଥାନ୍ତା? ତେବେ କ'ଣ ହେଇଥାନ୍ତା? ସେ ଜାଲରୁ ସେମାନେ ମୁକ୍ତ, ତେବେ ସେମାନେ ଜାଲରୁ ମୁକ୍ତ ହେଇପାରିନଥାନ୍ତେ। କୋଉମାନେ ପିଲାମାନେ? ନା କପୋତମାନେ। ତେବେ ସେମାନେ ହବ ବି, କପୋତମାନେ ବି ହବ। ତେବେ ସେମାନେ ଶିକାରୀର ଜାଲରୁ ବା ତେବେ ଜାଲର ବନ୍ଧନ ବା ଶିକାରୀ ଜାଲର ବନ୍ଧନରୁ ମୁକ୍ତ ହୋଇପାରିନଥାନ୍ତେ। ବୁଝିପାରିଲ ପିଲାମାନେ? ତେବେ ସେମାନେ ଶିକାରୀ ଜାଲର ବନ୍ଧନରୁ ମୁକ୍ତ ହୋଇପାରିନଥାନ୍ତେ। ତୁମେ କପୋତ ରାଜାଙ୍କ ସ୍ଥାନରେ ଥିଲେ କ'ଣ କରିଥାନ୍ତ? ତୁମେ ପିଲାମାନେ କପୋତ ରାଜାଙ୍କ ସ୍ଥାନରେ ଥିଲେ କ'ଣ କରିଥାନ୍ତ? ପିଲାମାନେ ତୁମେ ଥିଲେ? ଆମେ ମଧ୍ୟ କପୋତ ରାଜାଙ୍କ ଭଳିଆ ଆମର ସାଙ୍ଗ ପାଖକୁ ଯାଇକି ସେ ବନ୍ଧନ ଆମେ ମଧ୍ୟ କ'ଣ କରିବା? ତୁମେ ଯଦି କପୋତ ରାଜାଙ୍କ ସ୍ଥାନରେ ଥିଲ କ'ଣ କରିଥାନ୍ତ କହିଲ ପିଲାମାନେ? ଯଦି ତୁମେ ସେମିତି ରାଜା ଥିବ, ତୁମ ପ୍ରଜାମାନେ ବିପଦ ପଡ଼ିଲେ କ'ଣ କରିବ? ଅନ୍ୟକୁ ଆମେ ସାହାଯ୍ୟ ମାଗିଥାନ୍ତୁ। ତୁମେ କପୋତ ରାଜା ସ୍ଥାନରେ ଥିଲେ କ'ଣ କରିବା? ସାହାଯ୍ୟ ମାଗିଥାନ୍ତୁ। କାହାକୁ? ନିଜ ସାଙ୍ଗକୁ ସାହାଯ୍ୟ ମାଗିଥାନ୍ତୁ। ଲେଖିଦବ ହେଲା। ନିଜ ସାଙ୍ଗକୁ ସାହାଯ୍ୟ ମାଗିଥାନ୍ତୁ। ହେଲା। ଯଦି ଦଳପତି ଅନ୍ୟ ସାଥୀମାନଙ୍କ କଥା ଭାବି ନଥାନ୍ତେ ତେବେ କ'ଣ ଅସୁବିଧା ହେଇଥାନ୍ତା? କ'ଣ ହେଇଯାଇଥାନ୍ତା ପିଲାମାନେ? ଯଦି ଦଳପତି ଅନ୍ୟ ସାଥୀମାନଙ୍କ କଥା ଭାବି ନଥାନ୍ତା ତେବେ କ'ଣ ଅସୁବିଧା ହେଇଥାନ୍ତା? ଅନ୍ୟମାନେ ଜାଲରୁ ମୁକ୍ତ ହେଇପାରିନଥାନ୍ତେ। କ'ଣ ହେଇପାରିଥାନ୍ତା? ଅନ୍ୟମାନେ ବନ୍ଧନରୁ, ଜାଲର ଲେଖିଦବ ହେଲା। ଅନ୍ୟମାନେ ଜାଲର ବନ୍ଧନରୁ ମୁକ୍ତ ହେଇପାରିନଥାନ୍ତେ। ହେଲା। ଅନ୍ୟମାନେ ଜାଲର ମୁକ୍ତ ହୋଇ ପାରି ନଥାନ୍ତେ। ହେଲା। ହଁ। ଯଦି ତୁମେ ହିରଣ୍ୟକ ଓ କପୋତ ରାଜାଙ୍କ କୌଣସି ସ୍ଥାନରେ ଭେଟ ତେବେ ତାଙ୍କ ସହ କ'ଣ କଥାବାର୍ତ୍ତା ହବ? ଯଦି ତୁମେ କେବେ ହିରଣ୍ୟକ କପୋତ ରାଜା କୌଣସି ସ୍ଥାନରେ ଭେଟ ତେବେ କ'ଣ କଥାବାର୍ତ୍ତା ହବ ପିଲାମାନେ? କ'ଣ ହବ ବୋଲି ଭାବୁଛ ତୁମେ? କ'ଣ ହବ? ଏବେ ମଧ୍ୟ ତୁମେ କ'ଣ ହବ? ମୁଁ ହେଇଥିଲେ କ'ଣ କଥା ହେଇଥାନ୍ତି? ତୁମର ସଖା ବା ତୁମର ସାଙ୍ଗ ସର୍ବଦା
ଏମିତି ଥାଉ। ସର୍ବଦା ଏହିପରି ଅଛି ତ? ତୁମ ଦୁହିଁଙ୍କର ସାଙ୍ଗ ସର୍ବଦା ଏହିପରି ଅଛି ତ? ଏହା ଲେଖିଦବ ଅଛି ତ। ଅନୁମାନ କରତେ କହିଛି ପିଲାମାନେ। ଏଟା ତୁମେ ଯାହା ଅନୁମାନ କରିବ ତାହା କହିବ ହେଲା। ତାପରେ ଦେଖ ଭାଷାର କଥା। କବିତାରୁ କିଛି ପଦ୍ୟାଂଶ ତଳେ ଦିଆଯାଇଥିବା ରେଖାଙ୍କିତ ଶବ୍ଦ ଗୁଡ଼ିକୁ ଲକ୍ଷ୍ୟ କର ହେଲା। ଶୁଣି ହୋଇ ଡାକ ମୂଷିକ ରାଜା ବାହାରକୁ ଆସି ହଇଲେ ଉଭା ହେଲା। ଦଳ ଦଳ ସହ କପତ ରାଜା ଦଶା ଦେଖି ସେ ତ ହଇଲେ କାବା। ବୁଝିପାରିଲ କି ପିଲାମାନେ? ଅର୍ଥାତ୍ ଏଇଠି ଦେଖ ପିଲାମାନେ ସେ କଣ କହିଛି ଆଗେ ଦେଖ। ଶୁଣିକରି ଏଇ ମୂଷିକ ରାଜା ବାହାରକୁ ଆସି ହଇଲେ ଉଭା ଦଳ ବଳ ସହ କପତ ରାଜା ଦଶା ଦେଖି ସେ ତ ହଇଲେ କାବା। ରେଖାଙ୍କିତ ଶବ୍ଦ ଉଭା ଆଉ କାବା ଦୁଇଟି ହଉଛି ସମତାନ ଶବ୍ଦ। ସମତାନ ଶବ୍ଦ କହିଲେ ପିଲାମାନେ ଏକା ଭଳିଆ ଶୁଣା ହଉଛି ହେଲା। ସେହିପରି ଭାବରେ ସେ କଣ କହିଛି ଏଇ କବିତାର ଏହିପରି ସମତାନ ବିଶିଷ୍ଟ ନୂଆ ଶବ୍ଦକୁ ବାଛିଲେ। ଏଇ କବିତାରେ ଯୋଉ ଅଛି ଆଉ ସମତାନ ଶବ୍ଦ ତାକୁ ତୁମେ କଣ କର ବାଛିକି ଲେଖିତେ କହୁଛି ହେଲା। ଯେମିତି ଉଭା କାଭା ହେଲା ସେମିତି ତୁମେ ମାନେ ବାଛିକି ଲେଖିତେ ସେ କହିଛି ହେଲା। କଣ ହେଇପାରିବ ପିଲାମାନେ? ଭାବୁଛ ତୁମେ କଣ ହେଇପାରିବ? ମନ୍ଦ ଆନନ୍ଦ ଗୋଟେ ହବ। କଣ ହବ ପିଲାମାନେ? ମନ୍ଦ ସହିତ ଆନନ୍ଦ ହବ। ମନ୍ଦ ଆଉ ଆନନ୍ଦ ଇଏ ଗୋଟେ ଯୋଡ଼ି ହେଲା। ଆଉ କଣ ହେଇପାରିବ ପିଲାମାନେ? ନା ଉତ୍ସବ ଆଉ ବିଭବ। ଉତ୍ସବ ଆଉ ବିଭବ ଇଏ ଗୋଟେ ହେଇପାରିବ ପିଲାମାନେ ହେଲା। ଯାଇ ଖାଇ ଇଏ ଗୋଟେ ହେଇପାରିବ। ଯାଇ ଆଉ ଖାଇ ଇଏ ମଧ୍ୟ ଗୋଟେ ଗଲା। ତାପରେ ଅଙ୍କ ଆଉ ପଙ୍କ ହେଇପାରିବ। ଅଙ୍କ ଆଉ ପଙ୍କ ଇଏ ମଧ୍ୟ ହେଇପାରିବ ସମତାନ ଶବ୍ଦ। ଆଉ କଣ ହେଇପାରିବ ପିଲାମାନେ? ମନେ ବନେ। ମନେ ହେବ ଆଉ ବନେ ବି ମଧ୍ୟ ହେଇପାରିବ। ଆଉ କଣ ହେଇପାରିବ ପିଲାମାନେ? ହେଲା ମଥା କଥା। ମଥା ଆଉ କଥା ହେଇପାରିବ। ବୁଝିପାରିଲ କି? ସମଚରିତ ଶବ୍ଦ ହେଲା। ଆହୁରି ମଧ୍ୟ ହେଇପାରିବ। ତୁମେ ବହି ପଢିବ, ବହିରେ ତୁମେ ମଧ୍ୟ ପାଇପାରିବ। ତାପରେ ଯିବା ପିଲାମାନେ ତଳେ ଯାଇଥିବା ପଦ୍ୟାଂଶକୁ ଧ୍ୟାନ ସହିତ ପଢ ହେଲା। ଶୁଣି ଏଇ ଡାକ ମୂଷିକ ରାଜା ବାହାରକୁ ଆସି ହଇଲେ ଉଭା ଯାଇଥିଲୁ ବନ ପଥର ଉଡି ପଡିଗଲୁ ଆମେ ବାଣୁଆ ଜାଲେ ଜାଲ ସହିତ ଆସିଛୁ ଉଠି। ଏହି ପଦ୍ୟାଂଶରେ ଗାର ଦିଆଯାଇଥିବା ଶବ୍ଦ ଗୁଡେ ଗୋଟେ ଗୋଟେ କାର୍ଯ୍ୟକୁ ବୁଝାଉଛି। ଅର୍ଥାତ୍ ସେ କଣ କହୁଛି ଏଇଟା ଗୋଟେ ହଇଲେ ଏ ଗୋଟେ କାମକୁ ବୁଝଉଛି। ଯାଇଥିଲୁ ଗୋଟେ କାମ ବୁଝୁଛୁ, ପଡିଗଲି ଗୋଟେ କାମ ବୁଝୁଛୁ, ଆସିଛୁ ଗୋଟେ କାମକୁ ବୁଝଉଛି। ହଇଲେ ଯାଇଥିଲୁ ପଡିଗଲୁ ଅତୀତ କାଳରେ ହୋଇଥିବା କାର୍ଯ୍ୟକୁ ବୁଝଉଛି ହେଲା। ହଇଲେ ଯାଇଥିଲୁ ପଡିଗଲୁ ଏଇଟା ଗୋଟେ ଅତୀତ କାଳ ମାନେ ଅତୀତ ବିତି ଯାଇଥିବା କାର୍ଯ୍ୟ ମାନେ ପୂର୍ବ କାର୍ଯ୍ୟ ହେଲା। ପୂର୍ବ ଦିନ ମାନଙ୍କର କାର୍ଯ୍ୟ। ତମେ ଏବେ ପଞ୍ଚମ ପଢୁଥିଲ ନା, ଏବେ ଚତୁର୍ଥ ହେଲ, ଚତୁର୍ଥ ଥିଲ, ସେଇଟା ହଉଛି ପୂର୍ବ କାର୍ଯ୍ୟ, ଅତୀତ କାର୍ଯ୍ୟ। ଅତୀତରେ କୋଉ କ୍ଲାସ ଥିଲା ତୁମର? ଚତୁର୍ଥ। ସେଇଟା ହବ। ଆସିଛୁ ମାନେ ବର୍ତ୍ତମାନକୁ ବୁଝଉଛି। ଏବେ କୋଉ ଶ୍ରେଣୀରେ ପଢୁଛ? ପଞ୍ଚମ ଶ୍ରେଣୀରେ ପଢୁଛ। ପଢୁଛ, ପଢୁଥିଲି, ପଢିବି ଏଇଟା ହଉଛି ବର୍ତ୍ତମାନ ଅତୀତ ଧରା ଯାଉ ପଢୁଛ, ପଢୁଛ ଏଇଟା ହଉଛି ପଞ୍ଚମ ତମେ ପଢୁଛ। ପଢୁଥିଲ, ପଢୁଥିଲ କୋଉଠିରେ? ଚତୁର୍ଥରେ। ପଢିବ କୋଉଥିରେ ପଢିବ? ପଢିବ, ପଢିବ, ପଢିବ କୋଉ କ୍ଲାସ? ଷଷ୍ଠରେ। যেটা ପଢୁଛ ବର୍ତ୍ତମାନ ଏବେ ଯୋଉ ଶ୍ରେଣୀରେ ପଢୁଛ ସିଏ ହଉଛି ବର୍ତ୍ତମାନ ପିଲାମାନେ ହେଲା। ଇଏ ହଉଛି ବର୍ତ୍ତମାନ। ଆଗକୁ ପଢିବ ଯିଏ ସେଟା ହଉଛି ଭବିଷ୍ୟତ। ଷଷ୍ଠରେ ତୁମେ ପଢିବ ଭବିଷ୍ୟତ। ପଢୁଥିଲ କେବେ? ପଢୁଥିଲ ଯୋଉ ପଢୁଥିଲ, ପଢୁଥିଲ କେବେ? ଚତୁର୍ଥରେ ପଢୁଥିଲ, ସେଟା ହଉଛି ଅତୀତ। ବୁଝିପାରିଲ? ଏଠି ତିନିଟା ଜିନିଷ ତମକୁ ଶିଖତେ କହୁଛି। ଅତୀତ, ବର୍ତ୍ତମାନ କଣ ଇଂଲିଶରେ ଯେମିତି କହିବେ ପ୍ରେଜେଣ୍ଟ, ପାଷ୍ଟ ଆଉ ପାଷ୍ଟ ପରଫେକ୍ଟ। ସେମିତି ଏଠି ଯାଏ, ଗଲି, ଯିବି। ସେମିତି ଖାଇଲା, ଖାଇଲାର ଭବିଷ୍ୟତ କଣ ହବ ପିଲାମାନେ? ଖାଇବି।
ଇବି ଲାଗିବ। ଇବି ଲାଗିଲେ ଖାଇବ, ଖାଇବି ହେଲା। ବ ବା ବି ଏଇ ଜିନିଷ ଲାଗିଲେ ଭବିଷ୍ୟତ ହବ ପିଲାମାନେ, ବୁଝିଲ ନା? ତାପରେ ତାର ପୂର୍ବ କଣ? ଖାଏ, ଖାଏ ହବ କଣ ହବ? ଖାଏ, ଖାଏ, ଖାଇଲା, ଖାଇବି। ସେମିତି ଉଡ଼ିବ ଭବିଷ୍ୟତ ହେଇଗଲା। ତାର ଅତୀତ କଣ ହେଇଯିବ ପିଲାମାନେ? ଉଡ଼ିଲା, ଉଡ଼ିଲା ଅତୀତ। ଲ ଲା ଲି ହେଲେ ଅତୀତ ହେଇଯିବ ହେଲା। ତାପରେ ଖାଏ ବା ଖାଉଛି ବର୍ତ୍ତମାନ, ଖାଇବ ଭବିଷ୍ୟତ, ଉଡ଼ିଲା ଏଠି ଉଡ଼ିଲା ହେଇଛି ମାନେ ପିଲାମାନେ ଏଠି କଣ ହବ? ଉଡ଼େ ବା ଉଡ଼ୁଛି ଦିଟା ହେଇପାରିବ। ଉଡ଼େ ବା ଉଡ଼ୁଛି ବି ହେଇପାରିବ। କରେ, କଲା, ଆଉ କରିବି। ବୁଝିପାରିଲ ନା ପିଲା? ବ ବା ବି ବେ ଏଇ ଲାଗିଲେ ଗୋଟେ ବ ବା ବି ବେ ଏଇ ସବୁ ଜିନିଷ ହେଲେ ଭବିଷ୍ୟତ। ଲ ଲା ଲ ଲା ଲେ ଲି ଏଇ ସବୁ ହେଲେ କଣ? ଅତୀତ। ଯାଏ, ଅଛି, ଖାଉଅଛି, ଉଅଛି, ଖାଉଅଛନ୍ତି ହେଲା। ଖାଏଁ, ଅଛନ୍ତି, ଉଅଛି ହେଲା। ଏସବୁ ହଉଛି ବର୍ତ୍ତମାନକୁ ବୁଝାଏ। ବୁଝିପାରିଲ? ଠିକ ସେଇପରି ତୁମେ ଏଇଟା ପଢ। ତୁମେ ଦଳପତି ବନ୍ଧୁ କହିଲେ ତୁମକୁ ଦେବି ମୁକତି। ଉପରୋକ୍ତ ଧାଡିକୁ ଭଲ ଭାବରେ ଦେଖ। ଏଠାରେ ରେଖାଙ୍କିତ ଶବ୍ଦ ଦୁଇଟି ମୂଷିକ ରାଜା ବଦଳରେ ବ୍ୟବହାର ହୁଏ। ତୁମେ ହଉଛି ଦଳପତି ବନ୍ଧୁ। ତୁମେ ମାନେ କିଏ? ଦଳପତି ବନ୍ଧୁ କିଏ? କହିଲେ ଏଠି ମୂଷିକ ରାଜା। ତୁମେ ହଉଛି ଏଠି ମୂଷିକ ରାଜା, ହେଲା ନା? ମହର ତୁମକୁ ଦେବି ମୁକତି। ତୁମକୁ ମାନେ ଏଠି କିଏ ପିଲାମାନେ? ଏଠି ଏଠି ତୁମକୁ ମାନେ କପୋତକୁ ଦବ ସେ ମୁକତି କୁହାଯାଇଥିଲା, କପୋତ। ଏଇ ଦିଟା ହଉଛି କଣ? ମୂଷିକ ରାଜା ବଦଳରେ ତୁମେ ବସିଛି ଏଠି। ଏଠି କପୋତ ରାଜା ବଦଳରେ କଣ ବସିଛି? ତୁମକୁ ବସିଛି, ତୁମ ବସିଛି। ଏଇଟା ହଉଛି ନାମବାଚକ ବିଶେଷ୍ୟ। ନାମ ବଦଳରେ ଯଦି ତୁମେ ବସିଲା ସେ ହଉଛି କଣ? ନାମବାଚକ ବିଶେଷ୍ୟ। ବିଶେଷ୍ୟ ବହୁତ ପ୍ରକାର ଅଛି ପିଲାମାନେ, ନାମବାଚକ, ଗୁଣବାଚକ ହେଲା। ତ ଏଠି ନାମବାଚକ ବିଶେଷ୍ୟ ଯେହେତୁ ହେଲା, ଏଇ ବିଶେଷ୍ୟ ବଦଳରେ ଯାହା ବ୍ୟବହୃତ ହୁଏ ସେ ହଉଛି ସର୍ବନାମ। ହେଲେ ଆ ବଦଳରେ ଯାହା ବ୍ୟବହୃତ ହବ ସର୍ବନାମ। ବୁଝିପାରିଲ କି ନାହିଁ? ଏବେ ତଳେ ଦିଆଯାଇଥିବା ବାକ୍ୟ ଗୁଡ଼ିକ ରେଖାଙ୍କିତ ବୈଶେଷ୍ୟ ପଦ ଗୁଡ଼ିକୁ ବଦଳରେ ବିଶେଷ୍ୟ ଗୁଡ଼ିକ ବଦଳରେ ଉପଯୁକ୍ତ ସର୍ବନାମ ବ୍ୟବହାର କର। ଅର୍ଥାତ୍ କଣ ମାନେ ଏଇଟା ହଉଛି ସର୍ବନାମ ଗୋଟେ ହେଲା। ଇଏ ହଉଛି ନାମବାଚକ ବିଶେଷ୍ୟ। ଅର୍ଥାତ୍ ନାମ ବଦଳରେ ସିଏ କଣ ବସିଛି? ତୁମକୁ ବସିଛି। ଠିକ ସେଇପରି ସିଏ କହୁଛି ଏଠି ତୁମେ ଏଠି ଦେଖ। ହିରଣ୍ୟକକୁ ଦେଖି ଦଳପତି ଟିକେ ସାହସ କଲେ। ଇଏ ହଉଛି ହିରଣ୍ୟକ, ଗୋଟେ ହଉଛି ନାମ। ଦଳପତି କିଏ ମାନେ? ଦଳପତି କିଏ ମାନେ? ମୂଷିକ ରାଜା। ଦଳପତି ସେ ଗୋଟେ ନାମ, ମୂଷିକ ରାଜା। ତ ନାମ ବଦଳରେ ଏଠି କଣ ବସିଲା? ତାକୁ। ତାକୁ ଦେଖି, ତାକୁ ମାନେ କାହାକୁ? ହିରଣ୍ୟକୁ ଦେଖି ସେ ସାହାଯ୍ୟ କରେ। ସେ ମାନେ କିଏ ପିଲାମାନେ? ଏଇ ହିରଣ୍ୟକ ର ସାଙ୍ଗ କିଏ? ମୂଷିକ ରାଜା। ତ ଏଇ ଦିଟାକୁ ଦେଖ, ମୂଷିକ ରାଜା ହେଲା, ଆଉ ଏଇଟା ହଉଛି କଣ? ହିରଣ୍ୟକ। ଏଇ ଦିଟା ପିଲାମାନେ ନାମ ନା ନାହିଁ? ହଁ। ତାକୁ ଦେଖି ସେ ଟିକେ ସାହାଯ୍ୟ। ତାକୁ ମାନେ ଏଠି କିଏ? ଇଏକୁ ଦେଖିକି, କପୋତ ରାଜାକୁ ଦେଖିକି। କପୋତ ରାଜାକୁ ଦେଖିକି କିଏ ସାହାଯ୍ୟ କଲା ପିଲାମାନେ? ହିରଣ୍ୟକ ସାହାଯ୍ୟ କଲା। ହିରଣ୍ୟକ। ତାହେଲେ କପୋତ ବଦଳରେ ତାକୁ ପକାଇଛି ସର୍ବନାମ, ନାମବାଚକ ବିଶେଷ୍ୟ। ତାକୁ ବସିଛି, କପୋତ ବଦଳରେ ତାକୁ ବସିଛି, ହିରଣ୍ୟକ ବଦଳରେ ସେ ବସିଛି। ଠିକ ସେଇପରି ଏଠି ଆମକୁ ସେମିତି ନାମବାଚକ ବିଷୟରେ ପରିବର୍ତ୍ତନ କରତେ ପଡିବ। ମୁଁ କରିବି ଦେଖ। ଶିକାରୀ ଜାଲରେ କପୋତ ମାନେ ଉଡିଗଲେ। କାହାର ଜାଲରେ ପିଲାମାନେ? ତାହାର ବା ତାଙ୍କର ହବ ବା ତାର ହବ, ହେଲା ନା? ଏ ଦିଟା ହଉଛି ତାର ଜାଲରେ କୋଉମାନେ ଉଡିଗଲେ? ସେମାନେ ଉଡିଗଲେ ହବ, ବା ଏମାନେ ପଡିଗଲେ ହବ। ସରି, ପଡିଗଲେ ବା ପଡିଗଲେ ହେଲା। ଏମାନେ ପଡିଗଲେ ବା ସେମାନେ ପଡିଗଲେ। ଠିକ ସେମିତି କପୋତ ମାନଙ୍କର ଆନନ୍ଦ କହିଲେ ନ ସରେ। କାହାର ଆନନ୍ଦ ପିଲାମାନେ? ସେମାନଙ୍କର ଆନନ୍ଦ। କପୋତ ମାନଙ୍କ ବଦଳରେ କଣ ବସିବ? ନାମବାଚକ ବିଶେଷ୍ୟ। ସେମାନଙ୍କର ଆନନ୍ଦ କହିଲେ ନ ସରେ।
ଠିକ୍ ସେମିତି ଏଠିକି ମୂଷିକ ରାଜା ଦାନ୍ତ ମୁନିଆ ଥିଲା। କାହାର? ତାହାର ଦାନ୍ତ ତାର ଦାନ୍ତ ମୁଣ୍ଡିବ, ତାଙ୍କର ଦାନ୍ତ ମୁନିଆ ଥିଲା। ହେଲା କି? କବିତାରୁ କାହାଣୀ ଦଳପତି ପଦକୁ ତୁମକୁ ସାଧେ, କବିତାକୁ ତୁମକୁ ହିରଣ୍ୟକ, କପଟ ରାଜାଙ୍କ କଥାବାର୍ତ୍ତା ଆନନ୍ଦ ନେଲ। ଏବେ ଏଇ କଥାକୁ ନିଜ ଭାଷାରେ ଲେଖ। ହେଲା, ତୁମେ ଯୋଉ କବିତାଟାକୁ ପଢିଲ, ତୁମେ ଯୋଉ ଆନନ୍ଦ ନେଲ, ନିଜ ମନରୁ କଣ ମନେ ରଖିଛ ତାକୁ ଭାବିକି ତୁମେ ଲେଖିତେ ସେ କହୁଛି। ହେଲା, ଏହି କବିତାର ଶେଷ କପଟମାନେ ଜାଲରୁ ମୂଷିକ ରାଜା ମୁକ୍ତ କରିବା କଣ ହୋଇଥିବ, ତୁମେ ନିଜ ଭାଷା ଏ ଶେଷ ଭାବ ବଦଳାଇ ଭିନ୍ନ ପ୍ରକାର ଲେଖ। ହେଲା, ତୁମେ ଦେଖ, ଯେତେବେଳେ ଶିକାରୀ କପଟମାନଙ୍କୁ ନିଜେ ମୁକ୍ତ କରିଛି, ଶିକାରୀ ସହିତ କପଟମାନେ କଥାବାର୍ତ୍ତା ହେଉଛନ୍ତି, ବୁଝିପାରିଲ ନା? ଏଇଟା ତୁମେ କଣ କରିବ, ଲେଖିବ ନିଜ ମନରୁ। ହେଲା, ତାପରେ ଦେଖ ଏଠି ଇଏ ଅଲଗା ପିଲା। ଏଠି ଦେଖ ଆଗେ, ଏହି ଏହି କବିତାର ଶେଷରେ କବିତା ମାନଙ୍କୁ ଜାଲରୁ ମୂଷିକ ରାଜା ମୁକ୍ତ କରିବା ପରେ କଣ ହେଇଥିବ? କଣ ହେଇଥିବ ପିଲାମାନେ? ସେମାନେ ଆନନ୍ଦରେ ଉଡିକି ପଳେଇ ଯାଇଥିବେ ନା? କଣ ହେଇଥିବ? ଆନନ୍ଦରେ ଉଡିକି ପଳେଇଥିବେ। ତୁମେ ନିଜେ ଏହାର ଶେଷ ଭାଗକୁ ବଦଳାଇ ଭିନ୍ନ ପ୍ରକାର ଲେଖ। ତୁମେ ଶେଷ ଭାଗକୁ ବଦଳାଇ ଭିନ୍ନ ପ୍ରକାର ଲେଖିବ। ସେ କପୋତ ମାନେ ଉଡି ଯାଇଥିବେ, ତାଙ୍କ ସାଙ୍ଗମାନଙ୍କ ନାଗି ଖାଇବା ଆଣି ଦେଇଥିବେ, ଏଠୁ ଭାବିକି ତୁମେ ଲେଖିବ। ତାପରେ ଦେଖ, ଦଳେ ମୂଷିକ ରାଜା ବନ୍ଧୁ କପଟ ରାଜାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ନିଜ କଳ୍ପନା ପୂରଣ କର। ହେ ବନ୍ଧୁ ହିରଣ୍ୟକ, ତୁମେ କେଉଁଠି ଅଛ? ତଳେ ମୂଷିକ ରାଜା ଓ ବନ୍ଧୁ କପଟ ରାଜାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ନିଜ କଳ୍ପନାରେ ପୂରଣ କର। ହେ ବନ୍ଧୁ ହିରଣ୍ୟକ, ବନ୍ଧୁ ତୁମେ କେଉଁଠି ଅଛ? ମୁଁ କୋଉଠି ଅଛି? ମୂଷା କୋଉଠି ରହିବ? ମୁଁ ଗାତରେ ଅଛି। ମୁଁ କୋଉଠି ଅଛି ଲେଖିବ ସିଏ? ମୁଁ ଗାତରେ ଅଛି। ହେଲା, ତାପରେ ଦେଖ ପିଲାମାନେ, ଏଠି ତଳେ କେତେକ ଗୁଣର ସୂଚନା ଦିଆଯାଇଛି, ସେଥିମଧ୍ୟରୁ କେତେକ ଶିକାର ଆଉ କେତେକ ହିରଣ୍ୟକ ବିଶେଷର ଗୁଣ ସୂଚାଉଛି। ଏବେ ସେଗୁଡ଼ିକର ନାମ ତଳେ ଠିକ୍ ଚିହ୍ନ ବା ଭୁଲ ଚିହ୍ନ ଦିଅ। ପରୋପକାର କିଏ କରୁଥିଲା? ପୁରା ଶିକାରୀ କରୁଥିଲା ନା ହିରଣ୍ୟକ କରୁଥିଲା? ପିଲାମାନେ କିଏ କହିଲ? ଶିକାରୀ କିଏ କରୁଥିଲା କି? ନା, ଭୁଲ। କିଏ କରୁଥିଲା? ହିରଣ୍ୟକ। ଠିକ୍। ବୁଦ୍ଧିମାନ କିଏ ଥିଲେ? ଶିକାରୀ ନା ହିରଣ୍ୟକ? ହିରଣ୍ୟକ ବୁଦ୍ଧି ଥିଲା ପିଲା। ନିଷ୍ଠୁର କିଏ ଥିଲା ପିଲାମାନେ? ଶିକାରୀ ଥିଲା ନିଷ୍ଠୁର, ପଶୁ ପକ୍ଷୀ ମାନଙ୍କୁ ମାରୁଥିଲା। ହିରଣ୍ୟକ ଥିଲା କି? ନା। ଶକ୍ତିଶାଳୀ କିଏ ଥିଲା ପିଲାମାନେ? ହିରଣ୍ୟକ ଥିଲା ଶକ୍ତିଶାଳୀ। ହେଲା, ଶିକାରୀ ଥିଲା କି? ନା। ଚତୁର କିଏ ଥିଲା ପିଲାମାନେ? ହିରଣ୍ୟକ। ଶିକାରୀ ଥିଲା କି? ନା। ସାହସୀ କିଏ ଥିଲା ପିଲାମାନେ? ହିରଣ୍ୟକ। ଶିକାରୀ ଥିଲା କି? ନା। ନିରୀହ କିଏ ଥିଲା ପିଲାମାନେ? ହିରଣ୍ୟକ। ଶିକାରୀ ଥିଲା କି? ନା। ସହଯୋଗୀ କିଏ ଥିଲା ପିଲାମାନେ? ହିରଣ୍ୟକ। ଶିକାରୀ ଥିଲା କି? ନା। ହିଂସ୍ର ମାନେ କଣ? ଅନ୍ୟକୁ ମାରିବ। କାହାର ଥିଲା ପିଲାମାନେ? ଶିକାର। ହିରଣ୍ୟକ ଥିଲା କି? ନା। ବୁଝିପାରିଲ? ତମେ ମାନେ ଏଇ ସବୁ ଗୁଣ ଥିଲେ ମଧ୍ୟ ତମେ ମାନେ କଣ ହେଇପାରିବ? ଦଳପତି ଗୋଟେ ହେଇପାରିବ। ପାଠ ଆଗକୁ, ତୁମେ ବାପା କେବେ କାହାକୁ ବିପଦରୁ ମୁକ୍ତ କରିଛନ୍ତି? ଯଦି କରିଛନ୍ତି ହଁ ଲେଖିବ, ଯଦି ନା ଲେଖିବ। ହଁ କରିଛନ୍ତି। ତାଙ୍କଠାରୁ ତମ ଅନୁଭୂତି ଶୁଣି ତମ ବାପାଙ୍କ ଠାରୁ ଶୁଣିବ, ଆଉ ତମ ବନ୍ଧୁମାନଙ୍କୁ ତମ ବାପା କାହାକୁ ବିପଦରୁ ଯଦି ରକ୍ଷା କରିଛନ୍ତି, ତାହେଲେ ତମ ବାପାଙ୍କୁ ପଚାରିବ, ଶୁଣିବ, ଆଉ ତମ ସାଙ୍ଗକୁ କହିବ। ହେଲା, ତୁମେ କେବେ ଚତୁରତାର ସହିତ କୌଣସି ବିପଦରୁ ନିଜକୁ ରକ୍ଷା କରିଛ କି? ତୁମେ କେତେବେଳେ କୌଣସି ବିପଦରେ ପଡିଛ, ନିଜେ ନିଜକୁ ରକ୍ଷା କରିଛ କି? ଯଦି ହଁ ରକ୍ଷା କରିଥିବ, ତାହେଲେ ତୁମେ କଣ କରିବ? ତୁମ ସାଙ୍ଗମାନଙ୍କୁ ଟିକେ ଶୁଣେଇବ। ବୁଝିପାରିଲ ପିଲାମାନେ? ଖୋଜିବା ପାଇଁ ପିଲାମାନେ ତୁମ ବାପା ଅଭିଭାବକ ସହିତ କେବେ ନନ୍ଦନକାନନ ବୁଲିବାକୁ ଯାଇଥିବ। ତୁମ ପରିବେଶ ମଧ୍ୟ ବିଭିନ୍ନ ପଶୁପକ୍ଷୀ ଦେଖିଥିବ। ସେଇ ପଶୁକୁ ନେଇ ତୁମ ଅନୁଭୂତି ଆଲୋଚନା କର। ଦେଖ, ଜଙ୍ଗଲ ଶାନ୍ତି ସୁରକ୍ଷା। ଯଦି ଜଙ୍ଗଲରେ ଶିକାରୀ କପଟମାନଙ୍କ ମଧ୍ୟରେ ବନ୍ଧୁତା ଥାନ୍ତା, ତେବେ ଜଙ୍ଗଲ କଣ ହେଇଥାନ୍ତା? ଜଙ୍ଗଲ କଣ ହେଇଥାନ୍ତା ପିଲାମାନେ? ଯଦି ଜଙ୍ଗଲରେ ଶିକାରୀ ଆଉ କପଟ ମାନଙ୍କ ମଧ୍ୟରେ ବନ୍ଧୁତା ଥାନ୍ତା, ତେବେ ଜଙ୍ଗଲରେ କଣ ହେଇଥାନ୍ତା? ତେବେ ଜଙ୍ଗଲରେ କପଟ ମାନେ ଜାଲରେ ପଡିନଥାନ୍ତେ। କୋଉଠି? କପଟ ମାନେ ଜାଲରେ ପଡିନଥାନ୍ତେ। କପଟ ମାନେ ଜାଲରେ ପଡିନଥାନ୍ତେ। ଜାଲରେ ପଡିନଥାନ୍ତେ। ସମସ୍ତ ପଶୁପକ୍ଷୀ ସ୍ୱାଧୀନ ହୋଇ ଆନନ୍ଦରେ ମନରେ କିପରି ରହିବେ? ସମସ୍ତ ପଶୁପକ୍ଷୀ ସ୍ୱାଧୀନ ହୋଇ ଆନନ୍ଦରେ କିପରି ରହିବେ ପିଲାମାନେ? ତୁମେ ତୁମର ଦୁଇଟି ମତାମତ ଦିଅ। କେମିତି ରହିବେ ପିଲାମାନେ? ଯଦି କଣ ଶିକାରୀ ଶିକାର ନ କରିବ, ଯଦି ଶିକାରୀ
ପ୍ରଥମତଃ କ'ଣ ଶିକାରୀ ଯଦି ଜଙ୍ଗଲରେ ଶିକାରୀ ନ କରିବ ସେମାନେ ଆନନ୍ଦରେ ରହିବେ। ଶିକାରୀ ଯଦି ଜଙ୍ଗଲରେ ପଶୁ ପକ୍ଷୀକୁ ଶିକାର ନ କରିବ, ପଶୁ ପକ୍ଷୀକୁ ଶିକାର ନ କରିବ ଆଉ ଗୋଟେ କ'ଣ ହେଇପାରିବ, ପଶୁ ପକ୍ଷୀଙ୍କ ପାଇଁ ଗୋଟେ ଆଇନ ଆସିବ। ପଶୁ ପକ୍ଷୀଙ୍କ ପାଇଁ ଏକ ଆଇନ ହବା ଦରକାର। ପଶୁ ପକ୍ଷୀକୁ ମାରୁଥିବା ଲୋକମାନଙ୍କ ପାଇଁ ଲୋକମାନଙ୍କୁ ଦଣ୍ଡ ଦେବା ଦରକାର। ଏହା ହେଲେ କ'ଣ ହବ ପିଲାମାନେ, ସେମାନେ ସ୍ୱାଧୀନର ତୁମ ବିଦ୍ୟାଳୟର ପୁସ୍ତକାଳୟକୁ ଯାଅ, ଶିକ୍ଷକଙ୍କ ସହାୟତାରେ ପାଠାଗାରରୁ ହିତ ଉପଦେଶମୂଳକ କାହାଣୀ ବହି ଆଣ, ଉଭୟ ମନୁଷ୍ୟ ପଶୁପକ୍ଷୀ ସହିତ କଥାବାର୍ତ୍ତା। ତୁମ ଆମ ବିଦ୍ୟାଳୟରେ ବହୁତକା ବହି ଅଛି, ତୁମମାନେ ନେଇକି ପଢ଼ିବ। ଏଠି ଦେଖ ପହଳି ଅଛି। ପହଳି କହିଲେ ଶବ୍ଦ କରେ ମୁଁ ସାଇଁ ସାଇଁ, ବୁଲୁଥାଏ ମୁଁ ଘାଇଁ ଘାଇଁ, ବିଜୁଳି ନାହିଁ ତ କାମ ମୋ ନାହିଁ, କହିଲ ଦେଖି ମୋ ନାଁଟି। କ'ଣ ପିଲାମାନେ? ଶବ୍ଦ କରେ ପଙ୍ଖା।